ମୋର ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହିତ ତୁଳନା କରିଦେଇଥିଲି, ଭାବପ୍ରବଣତା ସହିତ ଏମିତି କହିଦେଇଥିଲି। ସେଇଥିପାଇଁ ସମସ୍ତଙ୍କ ମନରେ ଦୁଃଖ ଆସିଥିଲା। ଏମିତି ମୁଁ ଜାଣିନଥିଲି, ଏମିତି ଗୋଟେ କହିଦେଇଥିଲି। ସେଥିପାଇଁ ସମସ୍ତଙ୍କ ପାଖରେ ମୁଁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରୁଛି। 4.5 କୋଟି ଓଡ଼ିଆଙ୍କ ପାଖରେ ସମସ୍ତେ କ୍ଷମା କରିଦେବେ। ନମସ୍କାର, ଜୟ ଜଗନ୍ନାଥ। ମଣିଷ ଜୀବନରେ ଏମିତି ବେଳେବେଳେ ଭୁଲ ହୁଏ। ଏମିତି ଗୋଟେ ଭୁଲ କରିଦେଇଥିଲି, ଏହା ସମସ୍ତଙ୍କ ମନରେ ଦୁଃଖ ଦେବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ମୁଁ ଅପମାନ କରିଥିଲି। ସେଥିପାଇଁ ଜଗନ୍ନାଥଙ୍କ ପାଖରେ କ୍ଷମା ମାରିବା ସଙ୍ଗେ ସଙ୍ଗେ ଓଡ଼ିଶାର 4.5 କୋଟି ଦର୍ଶକଙ୍କ ପାଖରେ ମୁଁ ସବିନୟ କ୍ଷମା ମାଗୁଛି। ସମସ୍ତେ ମୋତେ କ୍ଷମା କରିଦେବେ। ମୋ କଳାକାର ସମସ୍ତଙ୍କର ମୁଁ ଏମିତି ଗୋଟେ ଭୁଲ ହେଇଯାଇଥିଲା, ସେଥିପାଇଁ ସମସ୍ତଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛି, ମୋତେ କ୍ଷମା କରିଦେବେ। ମୋର ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହିତ ତୁଳନା କରିଦେଇଥିଲି, ଭାବପ୍ରବଣତା ସହିତ ଏମିତି କହିଦେଇଥିଲି। ସେଇଥିପାଇଁ ସମସ୍ତଙ୍କ ମନରେ ଦୁଃଖ ଆସିଥିଲା। ଏମିତି ମୁଁ ଜାଣିନଥିଲି, ଏମିତି ଗୋଟେ କହିଦେଇଥିଲି। ସେଥିପାଇଁ ସମସ୍ତଙ୍କ ପାଖରେ ମୁଁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରୁଛି। 4.5 କୋଟି ଓଡ଼ିଆଙ୍କ ପାଖରେ ସମସ୍ତେ କ୍ଷମା କରିଦେବେ। ମୁଁ ମାଗିଲି କ'ଣ, ପ୍ରଭୁ, ଯେ ମୁଁ ଜଣେ କଳାକାର, ମୋତେ କଳାକାର ହିଁ ବଞ୍ଚିବାକୁ ଦିଅନ୍ତୁ। ସବୁ ତୁମର ଇଚ୍ଛା, ଯାହା ହେଉଛି ସବୁ ତୁମର ଇଚ୍ଛା। କାରଣ ଜଗନ୍ନାଥ ହେଉଛନ୍ତି ମୋର ସବୁବେଳେ, ସବୁ ମୁହୂର୍ତ୍ତରେ ଆମେ ଯେହେତୁ କଳାକାର, ସେ ହେଉଛନ୍ତି ଆମର ପ୍ରାଣର, ସେ ଆମର ସବୁ କିଛି। ତାଙ୍କୁ ଛାଡ଼ି ମୁଁ ବଞ୍ଚିପାରେନି। ତାଙ୍କ ତୁଳସୀ ନ ପାଇଲେ ବଞ୍ଚିପାରେନି। ତାଙ୍କ ଉପରେ ତୁଳସୀ ନ ଚଢ଼େଇଲେ ମୁଁ ବଞ୍ଚିପାରେନି। ତେଣୁ ତାଙ୍କ ପାଖରେ ଯେତେବେଳେ ଭୁଲ କରିଛି, ତାଙ୍କ ପାଖରେ କ୍ଷମା କରିବି। ନମସ୍କାର, ଜୟ ଜଗନ୍ନାଥ। ମଣିଷ ଜୀବନରେ ଏମିତି ବେଳେବେଳେ ଭୁଲ ହୁଏ। ଏମିତି ଗୋଟେ ଭୁଲ କରିଦେଇଥିଲି, ଏହା ସମସ୍ତଙ୍କ ମନରେ ଦୁଃଖ ଦେବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ମୁଁ ଅପମାନ କରିଥିଲି। ସେଥିପାଇଁ ଜଗନ୍ନାଥଙ୍କ ପାଖରେ କ୍ଷମା ମାରିବା ସଙ୍ଗେ ସଙ୍ଗେ ଓଡ଼ିଶାର 4.5 କୋଟି ଦର୍ଶକଙ୍କ ପାଖରେ ମୁଁ ସବିନୟ କ୍ଷମା ମାଗୁଛି। ସମସ୍ତେ ମୋତେ କ୍ଷମା କରିଦେବେ। ମୋ କଳାକାର ସମସ୍ତଙ୍କର ମୁଁ ଏମିତି ଗୋଟେ ଭୁଲ ହେଇଯାଇଥିଲା, ସେଥିପାଇଁ ସମସ୍ତଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛି, ମୋତେ କ୍ଷମା କରିଦେବେ। ମୋର ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହିତ ତୁଳନା କରିଦେଇଥିଲି, ଭାବପ୍ରବଣତା ସହିତ ଏମିତି କହିଦେଇଥିଲି। ସେଇଥିପାଇଁ ସମସ୍ତଙ୍କ ମନରେ ଦୁଃଖ ଆସିଥିଲା। ଏମିତି ମୁଁ ଜାଣିନଥିଲି, ଏମିତି ଗୋଟେ କହିଦେଇଥିଲି। ସେଥିପାଇଁ ସମସ୍ତଙ୍କ ପାଖରେ ମୁଁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରୁଛି। 4.5 କୋଟି ଓଡ଼ିଆଙ୍କ ପାଖରେ ସମସ୍ତେ କ୍ଷମା କରିଦେବେ। ମୁଁ ମାଗିଲି କ'ଣ, ପ୍ରଭୁ, ଯେ ମୁଁ ଜଣେ କଳାକାର, ମୋତେ କଳାକାର ହିଁ ବଞ୍ଚିବାକୁ ଦିଅନ୍ତୁ। ସବୁ ତୁମର ଇଚ୍ଛା, ଯାହା ହେଉଛି ସବୁ ତୁମର ଇଚ୍ଛା। କାରଣ ଜଗନ୍ନାଥ ହେଉଛନ୍ତି ମୋର ସବୁବେଳେ, ସବୁ ମୁହୂର୍ତ୍ତରେ ଆମେ ଯେହେତୁ କଳାକାର, ସେ ହେଉଛନ୍ତି ଆମର ପ୍ରାଣର, ସେ ଆମର ସବୁ କିଛି। ତାଙ୍କୁ ଛାଡ଼ି ମୁଁ ବଞ୍ଚିପାରେନି। ତାଙ୍କ ତୁଳସୀ ନ ପାଇଲେ ବଞ୍ଚିପାରେନି। ତାଙ୍କ ଉପରେ ତୁଳସୀ ନ ଚଢ଼େଇଲେ ମୁଁ ବଞ୍ଚିପାରେନି। ତେଣୁ ତାଙ୍କ ପାଖରେ ଯେତେବେଳେ ଭୁଲ କରିଛି, ତାଙ୍କ ପାଖରେ କ୍ଷମା କରିବି। Exchange your old AC and take home a new power-saving AC. Save up to ₹10,000. Patro Electronics, Odisha's largest AC seller.